ମୁଁ ସତରେ ବହୁତ ବଡ଼ ଲକିଟିଏ। କାହିଁକିନା ମୋ ମା' ବଦଳ ମାଆଟିଏ ହିଁ ପାଇଛି। କେବେ ଲାଗେନି କି ମୁଁ ଏ ଘରର ବୋହୂ କି ସିଏ ମୋ ଶାଶୁ। ସବୁବେଳେ ମାଆ ଝିଅ ଭଳିଆ ରହିଥାନ୍ତି। କାହିଁକିନା ଯଦି ମୋର କୋଉଦିନ ଟିକେ ଲେଟ୍ ହେଇଯାଉଛି କାମ ସରିବା ପାଇଁ, ତ ତା ଭିତରେ ବୋଉ ଯେତିକି ପାରୁଛନ୍ତି ସେତିକି କାମ ମୋର କରିଦେଉଛନ୍ତି। ତ ଛାଡ଼, ଆମ ଶାଶୁ ବୋଉଙ୍କ କାମ ସହ ସେମିତି ସବୁ ଲାଗିଥିବ। ତ ଏବେ ମୁଁ ଟିକେ ବ୍ରେକଫାଷ୍ଟ କରିଦେଲି, କ୍ଷୀରି ଥିଲା ଫ୍ରିଜରେ ଖାଇ ଦେଇଥିଲି। ତ ଏପଟେ ଦେଖନ୍ତୁ ମୋ ଝିଅର କାରନାମା, ଘର ସାରା କେମିତି ସବୁ କରିକି ସେ ପକେଇଛି। ମାନେ କ'ଣ କହିବି, ଆଜି କାମ ଯୁଆଡ଼େ ଅନେଇଲେ ମୋତେ ଖାଲି କାମ ହିଁ କାମ ଦେଖାଉଛି। କ'ଣ କରିବି, କେଉଁଠୁ ଆରମ୍ଭ କରିବି, କେଉଁଠୁ ଶେଷ କରିବି, କିଛି ବୁଝିପାରୁନି। ତ ଏପଟେ ଦେଖିଲା ବେଳକୁ କାଜୁଗୁରେ ବହୁତ ଦିନ ହେଲା ରହିଯାଇଥିଲା, ତ ନଷ୍ଟ ହେବାକୁ ଆସିଥିଲା। ତ ତାକୁ ଭଲ ଭାବରେ ବାଛିକି, ତ ଭାବିଲି ଘରେ କିଛି ଅଳ୍ପ ପୋଟଳ ଥିଲା, ତ ଆଳୁ ମିଶେଇକି ଭାବିଲି ପୋଟଳ କୁର୍ମା ଟିକେ କରିଦେବା। ତ ଆଉ କାଜୁ ବି ନଷ୍ଟ ହେବନି, ଟେଷ୍ଟି ବି ଲାଗିବ ଖାଇବାକୁ। ତ ସେଥିପାଇଁ ମୁଁ ଟିକେ କାଜୁ ପକେଇ କରିଦେଇଥିଲି ପୋଟଳ କୁର୍ମା। ତ ଏପଟେ ଦେଖନ୍ତୁ, ବହୁତ ଦିନ ପରେ ମୁଁ ପାଇଲି ପପିନିସ୍। କେଉଁମାନଙ୍କୁ ଭଲ ଲାଗେ ମୋତେ କମେଣ୍ଟରେ କୁହନ୍ତୁ।